ଆପଣମାନଙ୍କୁ ଭିଡ଼ିଓରେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଚାଲନ୍ତୁ ଭିଡ଼ିଓକୁ शुरू କରିବା। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ନଜର ଆସିବେ ଦୁଇ ହେଭିୱେଟ୍ ରୋହିତ ଶର୍ମା ଓ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଗୌତମ ଗମ୍ଭୀରଙ୍କ କୋଚିଂ କାର୍ଯ୍ୟକାଳ ଆରମ୍ଭ ହେଉଛି। ପ୍ରଥମ ସିରିଜରେ ଦୁଇ ଷ୍ଟାର ଖେଳାଳି ଖେଳିବେ। ରୋହିତ ପୂର୍ବ ଭଳି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତର କମାନ ସମ୍ଭାଳିବେ। ତାଙ୍କ ଡେପୁଟି ଭାବେ ପୂର୍ବରୁ କେ ରାହୁଲ ରହିଥିଲେ, ହେଲେ ଟି20 ଭଳି ଭାରତୀୟ ଟିମ୍ର ନୂଆ ଉପ ଅଧିନାୟକ ହୋଇଛନ୍ତି ଶୁଭମ ଗିଲ୍। କେ ରାହୁଲ ୱିକେଟ୍ କିପର ଭାବେ ଦଳରେ ସୁଯୋଗ ପାଇଛନ୍ତି। ଟି20ରୁ ଅବସର ନେଇ ସାରିଥିବା ରୋହିତ ଓ ବିରାଟ ବର୍ତ୍ତମାନ ୟୁକେ ଓ ଆମେରିକା ଛୁଟି କାଟୁଛନ୍ତି। ଉଭୟ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ବିଶ୍ରାମ ନେବେ ବୋଲି କୁହାଯାଉଥିଲା, କିନ୍ତୁ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ଉଭୟଙ୍କୁ ବିସିସିଆଇ ଫିଟ୍ ରଖିବାକୁ ଚାହୁଁଛି। ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଏହି ଟେଷ୍ଟ ସିରିଜ ଖେଳାଯିବ। ତେଣୁ ବିରାଟ ଓ ରୋହିତଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିବାକୁ କୁହାଯାଉଛି। ଦିନିକିଆ ସ୍କ୍ୱାଡରେ ନୂଆ ମୁହଁ ଭାବେ କୋଲକାତା ନାଇଟ୍ ରାଇଡର୍ସର ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ସୁଯୋଗ ମିଳିଛି। ସେହିପରି ଶିବମ ଦୁବେ ସ୍କ୍ୱାଡରେ ରହିଛନ୍ତି। କେ ରାହୁଲଙ୍କ ଭଳି ଶ୍ରେୟସ ଆୟର ମଧ୍ୟ ଦଳକୁ କମ୍ବ୍ୟାକ୍ କରିଛନ୍ତି। ରାହୁଲଙ୍କ ବ୍ୟତୀତ ଦଳରେ ୱିକେଟ୍ କିପର ଭାବେ ରିଷଭ ପନ୍ତଙ୍କୁ ମଧ୍ୟ ନିଆଯାଇଛି। ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ୱାଶିଂଟନ ସୁନ୍ଦର ସ୍ପିନ୍ ବୋଲର ଭାବେ ରହିଛନ୍ତି। ରାଣାଙ୍କ ବ୍ୟତୀତ ଖଲିଦ ଅହମ୍ମଦ, ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ ଦ୍ରୁତ ବୋଲିଂର କମାନ ସମ୍ଭାଳିବେ। ଟି20 ଭଳି ଯଶପ୍ରୀତ ବୁମରାଙ୍କୁ ଦିନିକିଆରେ ମଧ୍ୟ ବିଶ୍ରାମ ଦିଆଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ହିଁ ଦିନିକିଆରେ ଉପଲବ୍ଧ ହେବେ ନାହିଁ ବୋଲି କହିସାରିଥିଲେ। ପନ୍ତ ପ୍ରଥମ ଥର ପାଇଁ କାର ଦୁର୍ଘଟଣାକୁ ମୁକାବିଲା ପରେ ଦିନିକିଆ ସିରିଜକୁ ଫେରିଛନ୍ତି। ରିୟାନ ପରାଗ ଉଭୟ ଟି20 ଦିନିକିଆ ସ୍କ୍ୱାଡରେ ରହିଛନ୍ତି। ଭାରତ ଶ୍ରୀଲଙ୍କା ମଧ୍ୟରେ 3 ଟକିଆ ଦିନିକିଆ ଅଗଷ୍ଟ 2ରୁ ଆରମ୍ଭ ହୋଇ 7 ତାରିଖ ଯାଏ ଚାଲିବ।